ଉପନ୍ୟାସ ଚକ୍ର, ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ, ପଢ଼ି ଶୁଣାଉଛନ୍ତି ସୁଧାଂଶୁ ମଲ୍ଲିକ। ଭାଗ 1। ସେଦିନ ଦରବାରରେ ଭାଳେଣି ପଡ଼ିଥିଲା। ମହାମହିମ ପ୍ରଜାପତିଙ୍କର ସମସ୍ତ କୂଟନୀତି, ରାଜନୈତିକ କଳାକୌଶଳ ଏଥର ବ୍ୟର୍ଥ ହୋଇଗଲା। ରାଜନୀତିରେ ନିଶ ଉଠି ନଥିବା ବିଦେଶିଆଟା କେଉଁଠି ଥିଲା? କେଉଁ ଦୂର ଦେଶରେ ଯାଇ ବସା ବାନ୍ଧିଥିଲା। ବାପ ମଲା ପରେ ଉଡ଼ି ଆସିଲା ଏବଂ ଦିନ କେଇଟାରେ ଏ ବୀରଭୂମି କଳିଙ୍ଗର ସବୁ ଓସ୍ତାଦମାନଙ୍କୁ ତଳେ ପକାଇ ଦେଇ ରାଜଗାଦିରେ ଯାଇ ବସି ପଡ଼ିଲା। ମହାପାତ୍ରମାନେ ଜଳକା ହୋଇ ଚାହିଁ ରହିଥିଲେ। ରାଗରେ ଦାନ୍ତ ରଗଡ଼ୁଥାନ୍ତି ପ୍ରଜାପତି। ତାଙ୍କୁ ଘେରି ରହିଥିବା ଚେଲା ଚାମୁଣ୍ଡା ଚାଟୁକାରମାନଙ୍କର ବୁଦ୍ଧି ବଣା ହୋଇଯାଇଥାଏ। ତଥାପି ସେମାନେ ଆରମ୍ଭ କରିଦେଇଥାନ୍ତି ସେମାନଙ୍କର ମନ୍ତ୍ରଣା। ଯେମିତି ହେଉ 6 ମାସ ଭିତରେ ଏ ବିଦେଶୀକୁ ଗାଦିରୁ ହଟେଇବାକୁ ପଡ଼ିବ। ତା ମେଣ୍ଟ ଭିତରେ ଫାଟ ସୃଷ୍ଟି କରି ସରକାରଟାକୁ ତାର ଫିଙ୍ଗି ଦେବାକୁ ହେବ ମହାନଦୀର ପୋଲ ତଳକୁ, ଅବା ଘୋଷାରି ନେବାକୁ ହେବ ସତ୍ୟନଗର ବା ସ୍ୱର୍ଗଦ୍ୱାର ମଶାଣୀ ଭୂଇଁକୁ। ଜୀଇ ଥାଉ ଥାଉ ଜାଳି ଦେବାକୁ ହେବ। ନିଆଁ ଜଳିବ, ହଁ ନିଆଁ ଜଳିବ। ସ୍ୱରରେ ସ୍ୱର ମିଳେଇ ପାଳି ଧରୁଥାନ୍ତି ପ୍ରଜାପତିଙ୍କର ପଟଭୁକ୍ତ ପାର୍ଶ୍ୱଚରମାନେ। ନୂଆ ସରକାରଟିଏ ଜନ୍ମ ନ ହେଉଣୁ, ତାର ଶାସନ ଖସଡ଼ା ପ୍ରସ୍ତୁତ ନ ହେଉଣୁ ତାକୁ ଜାଳି ଦେବାର ଯୋଗାଡ଼ ଯନ୍ତ୍ରରେ ଲାଗି ପଡ଼ିଥାନ୍ତି ଆମ ଲୋକତନ୍ତ୍ରର ଶଠ ନାୟକମାନେ। ସେଥିପାଇଁ ଚିଠା ପ୍ରସ୍ତୁତ କରୁଥାନ୍ତି। ପ୍ରଥମେ ଭାଷାକୁ ନେଇ ଆନ୍ଦୋଳନ ହେବ, କାରଣ ଭାଷା ହେଉଛି ରାଜ୍ୟର ଭିତ୍ତିଭୂମି। ସମଗ୍ର ଭାରତବର୍ଷରେ ଭାଷାକୁ ନେଇ ଯଦି ରାଜ୍ୟ ଗଠନର ସୂତ୍ର କାର୍ଯ୍ୟ କରିଥାଏ, ତେବେ ସେଥିରେ କଳିଙ୍ଗ ରାଜ୍ୟର ନାଁ ପ୍ରଥମରେ ହିଁ ଆସିବ। କଳିଙ୍ଗର ଭାଷା ସର୍ବପ୍ରାଚୀନ। ପୁଣି ବ୍ରିଟିଶ ଶାସନାଧୀନ ଭାରତବର୍ଷରେ ପ୍ରଦେଶ ଗଠନରେ କଳିଙ୍ଗ ହିଁ ସର୍ବପ୍ରଥମ। ଭାଷାଟିଏ ଥିଲା ବୋଲି ସିନା ଆମେ ଭୂମିଟିଏ ପାଇଲୁ। ଭୂମିଟିଏ ଥିଲା ବୋଲି ସିନା ଶାସନ, ଶିକ୍ଷା, ସାହିତ୍ୟ, ସଂସ୍କୃତିର ପୀଠମାନ ଗଢ଼ି ଉଠିଲା। ପଦପଦବୀ, ରାଜତ୍ୱ ସମ୍ଭବ ହେଲା। ପ୍ରଜାପତିଙ୍କର ଏକାନ୍ତ ବିଶ୍ୱସ୍ତ, ବିସମ୍ବଦ ସଂସ୍କୃତି ପୁରୁଷମାନେ ପରାମର୍ଶ ଦେଉଥାନ୍ତି। ଲେଖା ମାଧ୍ୟମରେ କିମ୍ବା ଆବଶ୍ୟକ ପଡ଼ିଲେ ରାସ୍ତାକୁ ଆସି ଜୋରଦାର ଆନ୍ଦୋଳନ କରିବାକୁ ହେବ। ଓଡ଼ିଆକୁ ରାଜ୍ୟର ସରକାରୀ ଭାଷା ରୂପେ ଗ୍ରହଣ କରି ନିଆଯାଇଛି ସରକାରୀ ଅଧିନିୟମରେ। ଏଥିରେ ପ୍ରଜାପତିଙ୍କର ଅବଦାନ ଅନେକ। ଶାସନର କର୍ତ୍ତାମାନେ ଓଡ଼ିଆ ଭାଷାରେ ଫାଇଲ କାମ କରୁନଥିଲେ, ସେ ଫାଇଲ ଫେରାଇ ଦେଉଥିଲେ। ଅଥଚ ଆଜି ସେଠି ଯିଏ ମୁଖିଆ ହୋଇ ବସିବ, ସିଏ ଓଡ଼ିଆ କ'ଣ ଜାଣିନଥିବ। ରାଜ୍ୟର ଭାଷାରେ ରାଜ୍ୟବାସୀଙ୍କ ସହ ଆଳାପ ଆଲୋଚନା କରିପାରୁନଥିବ। ସେମାନଙ୍କ ସୁଖ ଦୁଃଖ ଶୁଣିବା ପାଇଁ ଆଉ ଜଣେ ମଧ୍ୟସ୍ଥିର ଆବଶ୍ୟକତା ପଡ଼ୁଥିବ। ଶାସନ ସବୁ କାର୍ଯ୍ୟ ଏଣିକି ପୁଣି ବିଦେଶୀ ଭାଷାରେ ଚାଲିବ। ଓଡ଼ିଆ ଭାଷା, ସଂସ୍କୃତି ସବୁ ତାହେଲେ କ'ଣ ଲୋପ ପାଇଯିବ? ନା, ଏପରି ବିଲକ୍ଷଣକୁ କଦାପି ବରଦାସ୍ତ କରାଯାଇ ପାରିବ ନାହିଁ। ପ୍ରଜାପତିଙ୍କ ଭଳି ଜଣେ ସୁପଣ୍ଡିତ ସଂସ୍କୃତି ପୁରୁଷ ଥାଉଁ ଥାଉଁ ବିଦେଶ ବିହାରୀଙ୍କ ଭଳି ଆମ ଭାଷା ସାହିତ୍ୟର ଜଣେ ଅଜ୍ଞ ଅପଗଣ୍ଡ ହାତରେ ଶାସନର ଡୋରି ଛାଡ଼ିଦେଇ ଆମେ କ'ଣ ଚୁପ୍ ହୋଇ ରହିଯିବା? ବିଷେଦଗାର କରୁଥିଲେ ପ୍ରଜାପତିଙ୍କର ପାର୍ଶ୍ୱଚରମାନେ। ଏହି ବିଷବାଣୀ ସବୁ ପ୍ରଚାରିତ ହୋଇଥିଲା ତାଙ୍କ କରାୟତ ସମ୍ବାଦପତ୍ରମାନଙ୍କରେ। ଭାଙ୍ଗିବାର ଖେଳ ଆରମ୍ଭ ହୋଇଯାଇଥିଲା। କଳିଙ୍ଗର ନୂଆ ଶାସନ ଓ ବିଧାନସଭା ପାଇଁ ଏହା ଥିଲା ନୂତନ ଶତାବ୍ଦୀର ପ୍ରଥମ ନିର୍ବାଚନ। ଏହି ନିର୍ବାଚନରେ ପ୍ରତିଫଳିତ ଲୋକମତକୁ ବିଭ୍ରାନ୍ତ କରିବାର ଚେଷ୍ଟା ଚାଲିଥିଲା। ବିଦେଶ ବିହାରୀଙ୍କ ନେତୃତ୍ୱରେ ଗଠିତ ନୂଆ ସରକାର ରାଜ୍ୟର ପୁରୁଣା ମୂଷାମାନଙ୍କ ଚିରାଚରିତ ଚକ୍ରାନ୍ତର ଶିକାର ହୋଇପଡ଼ୁଥିଲେ। ସେହି ମୂଷାମାନଙ୍କ ମୁଖିଆ ସାଜିଥିବା ଜଣେ କୁଚକ୍ରୀକୁ ମୂଳରୁ ସେ ତାଙ୍କ ଦଳରୁ ବହିଷ୍କାର କରିଦେଇଥିଲେ ସତ, ହେଲେ ତାର କିଛି ଅନୁଗତ ଛଦ୍ମବେଶରେ ରହିଯାଇଥିଲେ ଏବଂ ସେମାନେ ମନ୍ତ୍ରୀପଦ ଗଢ଼ା ହେବା ବେଳୁ ମନ୍ତ୍ରୀପଦ ଓ ବିଭାଗ ବଣ୍ଟନକୁ ନେଇ ଗୋଳମାଳ ଆରମ୍ଭ କରିଦେଇଥିଲେ। ପ୍ରଜାପତିଙ୍କ ଇଙ୍ଗିତରେ ଏବଂ ଅର୍ଥ ଶକ୍ତିରେ ସେମାନେ ନାଚୁଥିଲେ ଏବଂ ବିଦେଶୀଙ୍କ ସରକାରକୁ ଅପଦସ୍ଥ କରିବାରେ ଉଦ୍ୟମ ଜାରି ରଖିଥିଲେ। ଭାଗ 2। କଳିଙ୍ଗ ଭଳି କଳା ସଂସ୍କୃତି ଐତିହ୍ୟର ଆଦିଭୂମି ବୀରଭୂମି କ'ଣ ଏଇଭଳି କିଛି କୁଚକ୍ରୀ ଅପଶକ୍ତିଙ୍କ ହାତରେ କ୍ରୀଡ଼ାଭୂମି ହୋଇ ରହିଯିବ? ଅରବିନ୍ଦ ଭାବୁଥିଲା। ତାର ଭାବନାର କୌଣସି ଥଳକୂଳ ନଥିଲା। ନିଜ ପ୍ରଶ୍ନର ସହଜ ଓ ସରଳ ଉତ୍ତର ସେ ଖୋଜି ପାଉନଥିଲା। ଜନ୍ମଭୂମିକୁ ଫେରିଆସି ସେ ଖୁବ୍ ଅସହାୟ ମନେ କରୁଥିଲା। ପଢ଼ୁଥିଲା ବସି କଳିଙ୍ଗର ଇତିହାସ। କଳିଙ୍ଗକୁ ଜୟ କରି ମଧ୍ୟ ସମ୍ରାଟ ଅଶୋକ ଏଠି ନିଜର ପରାଜୟକୁ ହିଁ ସ୍ୱୀକାର କରିନେଇଥିଲେ। ଯୁଦ୍ଧଭୂମିର ରକ୍ତନଦୀ ତାଙ୍କ ହୃଦୟରେ ଶୋକର ସମୁଦ୍ର ସୃଷ୍ଟି କରିଥିଲା। ଆଉ ସେହି ସମୁଦ୍ରରେ ସେ ଭାସି ଯାଇଥିଲେ। ରାଜ୍ୟ, କ୍ଷମତା, ପ୍ରଭୁତ୍ୱହୀନ ଏକ ଶାନ୍ତ ସୁନ୍ଦର ଜୀବନର ସନ୍ଧାନରେ। Sample complete. Ready to continue?